ଆଜି ହଉଛି ବସନ୍ତ ପଞ୍ଚମୀ, ସେଥିପାଇଁ ପରା କେତେ ଜଲ୍ଦି ଉଠି ଯାଇଛି। ପୂନମ ଆଉ ମୁଁ ଘରେ ଥିବା ସରସ୍ୱତୀ ମାଙ୍କ ପାଖରେ ପୂଜା କଲୁ। ପୁଷ୍ପାଞ୍ଜଳି ଦେଇ ସାରିବା ପରେ ବସି ଯାଇଥିଲୁ ମାଣ କ୍ଷୀରି ଖାଇବାକୁ। ମାଣବସାରେ ଯୋଉ ଚାଉଳ ବିରି ପୂଜା ହୁଏ, ସେଇ ଚାଉଳ ବିରିକୁ କ୍ଷୀରି କରି ଘରର ସମସ୍ତେ ପ୍ରସାଦ ପାଉ। ମାଙ୍କ କୃପାରେ ମାଣ କ୍ଷୀରି ବହୁତ ସ୍ୱାଦିଷ୍ଟ ହେଇଥାଏ। ମତେ ତ ଖାଇବାକୁ ବହୁତ ଭଲ ଲାଗେ। ପୂନମ ଭାବିଲା ସବୁ ରୋଷେଇ ମୁଁ କରୁଛି, ଯେମିତି ଜାଣିଲା ଖାଲି ମୁଁ ଧନିଆ ପତ୍ର ପକେଇ ଘାଣ୍ଟୁଛି, ଭିଡିଓ କରିବାରେ ଲାଗିଲା। ତ ବାଡ଼ି ବସିଗଲୁ ଖରାରେ ଖାଇବାକୁ। ଖାଇବା ସରିବା ପରେ ବାହାରେ ଗୋଟେ ସୁନ୍ଦର ଦୃଶ୍ୟ ଦେଖିଥିଲି, ଚାଲନ୍ତୁ ଆପଣ ମାନେ ବି ଦେଖିବେ। ଦିଟା କୁନି 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 ପାରା ଛୁଆ ହେଇଛନ୍ତି। କାଲି ଅଣ୍ଡା ଥିଲା, ଫୁଟି ନଥିଲା, ଆଜି ଫୁଟିଛି। ଦେଖିବି କ୍ୟୁଟ୍ କ୍ୟୁଟ୍ ଦିଟା ହେଇଛନ୍ତି। ଚପଲ ଷ୍ଟାଣ୍ଡ ଉପରେ ଶୀତରୁ ବଞ୍ଚିବା ପାଇଁ ଚପଲ ଷ୍ଟାଣ୍ଡରେ ଆସି ରହିଥିଲା। ଆଗରୁ ଏକା ଥିଲା, ଏବେ ତା ଛୁଆ ମାନଙ୍କ ସହ ଖୁସିରେ ରହିବ। ଏମିତିରେ ହେଇଯାଇଥିଲା ସନ୍ଧ୍ୟା ସମୟ। ବୋଉ ଘର ଅଗଣାରେ ଦୀପଟିଏ ଲଗେଇ ମତେ ଜଗେଇବାକୁ ବସେଇଛି, କାରଣ କାଉ ଆସି ଦୀପଟିକୁ ଗଡେଇ ଦଉଛି। ରହୁଛି, ଦେଖା ହବ ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।